କ୍ରିକେଟ ଦୁନିଆରେ ଆସିଲା ଏକ ବଡ଼ ଖବର। ବର୍ତ୍ତମାନ ଆଇପିଏଲ୍ ତଥା ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2024ର 17ତମ ସଂସ୍କରଣ ଭାରତ ମାଟିରେ ସମାପ୍ତ ହେବାକୁ ଆସୁଥିବା ବେଳେ ଆଜି ଏହି ଟୁର୍ଣ୍ଣାମେଣ୍ଟର 53ତମ ମ୍ୟାଚ୍ଟି ଆଇପିଏଲ୍ ଇତିହାସର ସବୁଠାରୁ ସଫଳତମ ଟିମ୍ ଚେନ୍ନାଇ ସୁପର କିଙ୍ଗସ୍ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଟି20 ମ୍ୟାଚ୍ ଧର୍ମଶାଳା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ଦଳର ସମସ୍ତ ଖେଳାଳି ଷ୍ଟାଡିୟମରେ ପହଞ୍ଚି ନିଜର ଅଭ୍ୟାସ ଜାରି ରଖିଥିବା ବେଳେ ଅନ୍ୟପଟରେ ଆଜି ପଞ୍ଜାବ ବିପକ୍ଷ ଚେନ୍ନାଇ ସୁପର କିଙ୍ଗରେ ହେବାକୁ ଯାଉଛି ଅନ୍ୟ ଏକ ପରିବର୍ତ୍ତନ। ସୂଚନା ଅନୁଯାୟୀ ଚଳିତ ବର୍ଷର ରଞ୍ଜି ଟ୍ରଫିରେ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ଅନେକ ଯୁବ ଖେଳାଳି ଆଜି ଚେନ୍ନାଇ ଦଳ ପକ୍ଷରୁ ଖେଳିବାର ନଜର ଆସିବେ। ଅନ୍ୟପଟେ ପ୍ଲେ-ଅଫରେ ପ୍ରବେଶ କରିବା ପାଇଁ ମ୍ୟାଚ୍ ଜିତିବା ଚେନ୍ନାଇ ସୁପର କିଙ୍ଗଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେବେ ଚାଲନ୍ତୁ ଜାଣିବା ଚେନ୍ନାଇ ସୁପର କିଙ୍ଗ୍ ଦଳର ପଞ୍ଜାବ ବିପକ୍ଷରେ ପ୍ଲେଇଂ ଏକାଦଶ କଣ ହୋଇପାରେ। ଚେନ୍ନାଇ ଦଳ ପକ୍ଷରୁ ଓପନିଂ କରିବା ନଜର ଆସିବେ ଋତୁରାଜ ଗାଇକ୍ୱାଡ୍ ଓ 2 ନମ୍ବର ରାଚିନ ରବୀନ୍ଦ୍ର, 3 ନମ୍ବର ଅଜିତ ରାନେ, 4 ନମ୍ବର ଡ୍ୟାରେଲ୍ ମିଚେଲ ଏବଂ 5 ନମ୍ବରରେ ଶିବମ ଦୁବେ। ଏହାପରେ 6 ନମ୍ବରରେ ଖେଳିବେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, 7 ନମ୍ବରରେ ମହେନ୍ଦ୍ର ସିଂହ ଧୋନି, 8 ନମ୍ବରରେ ଦୀପକ ଚହର ଏବଂ 9 ନମ୍ବରରେ ଖେଳିବେ ମହେଶ ଦୀକ୍ଷାନା, 10 ନମ୍ବରରେ ମୁକେଶ କୁମାର ଓ 11 ନମ୍ବରରେ ମଥୀସା ପାତିରାନା। ଏହି ଇନଫରମେସନ ଭଲ ଲାଗିଥିଲେ ଲାଇକ୍ ଆଣ୍ଡ ସବସ୍କ୍ରାଇବ